ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସନ୍ଧ୍ୟା 7ଟାରେ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ। ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ହିନ୍ଦୀ ଏବଂ ଇଂରାଜୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ସେହିଭଳି ଆକାଶବାଣୀରେ ରାତି 9:30ରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। କୋଲକାତାରେ ଡାକ୍ତର ଛାତ୍ରୀ ହତ୍ୟା ଘଟଣାରେ ଚାଲିଥିବା ଧାରଣାକୁ ପ୍ରତ୍ୟାହାର କରିବାକୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଘଟଣାରେ ଗତ ସୋମବାରଠାରୁ ଦେଶବ୍ୟାପୀ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ସାମିଲ ହୋଇଥିଲେ। ସଂଘର ସଭାପତି ଅଭିରଲ ମାଥୁର କହିଛନ୍ତି, ସେମାନଙ୍କ ଦାବି ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଧାରିତ ସମୟରେ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ସଂଘର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏକ ସୁରକ୍ଷିତ ଏବଂ ଉନ୍ନତ କାର୍ଯ୍ୟ ବାତାବରଣ ସୁନିଶ୍ଚିତ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ନଡ୍ଡା ସଂଘର ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ, ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗତକାଲି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-3ର ସଫଳ ପଦାର୍ପଣ ପରେ ଭାରତ ବିଶ୍ୱର ପ୍ରଥମ ଦେଶ ତଥା ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ଚତୁର୍ଥ ଦେଶର ମାନ୍ୟତା ହାସଲ କରିଥିଲା। ଗତବର୍ଷ ଅଗଷ୍ଟ 23 ତାରିଖରେ ଏହି ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ଏହି ଦିନକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଚଳିତ ବର୍ଷ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରାଯିବ। ଏହାର ଶୀର୍ଷକ ରହିଛି ଚନ୍ଦ୍ରକୁ ସ୍ପର୍ଶ କରିବା ସମୟରେ ଜୀବନକୁ ସ୍ପର୍ଶ କରିବା, ଭାରତ ମହାକାଶ ସାଗା। ଏହି ଦିବସର ଉଲ୍ଲେଖନୀୟ ସଫଳତାକୁ ସ୍ମରଣ କରି ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ତଥା ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକ ଏମ୍ ଶଙ୍କରନ୍ ଜାତୀୟ ମହାକାଶ ଦିବସର ପ୍ରାସଙ୍ଗିକତା ଉପରେ ଆକାଶବାଣୀ ସମ୍ବାଦ ବିଭାଗ ସହ ବିଶେଷ ଆଲୋଚନା କରିଛନ୍ତି। ମୁଖ୍ୟ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ଏହା ପୂର୍ବରୁ ଭାରତର ମହାକାଶ କାର୍ଯ୍ୟକ୍ରମ ଉପରେ ସଚେତନ ସୃଷ୍ଟି କରିବା ପାଇଁ ରୋବୋଟିକ୍ ଚ୍ୟାଲେଞ୍ଜ ଏବଂ ହାକାଥନ୍ର ଆୟୋଜନ କରାଯାଉଛି ବୋଲି ଶ୍ରୀ ଶଙ୍କରନ୍ ସୂଚନା ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଦମନ କରିବା ପାଇଁ ଆନ୍ତର୍ଜାତିକ ସହଯୋଗ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି 14ତମ ଭାରତ ଅଷ୍ଟ୍ରେଲିଆ ଆତଙ୍କବାଦ ନିରୋଧ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଏନେଇ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ସୀମାପାର ଆତଙ୍କବାଦକୁ ସମାଲୋଚନା କରିଛନ୍ତି। ଘରୋଇ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ନେଇ ଉଭୟ ଦେଶ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ନୂତନ ଜ୍ଞାନକୌଶଳର ଉପଯୋଗ ହେଉଥିବାରୁ ଦୁଇ ଦେଶ ଏନେଇ ଚିନ୍ତା ପ୍ରକଟ କରିବା ସହ ବିହିତ ପଦକ୍ଷେପ ନେବା ପାଇଁ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆତଙ୍କବାଦ ନିରୋଧୀ ବିଭାଗ ଯୁଗ୍ମ ସଚିବ କେଡି ଦେଓୱାଲ ଏବଂ ଅଷ୍ଟ୍ରେଲିଆର ପ୍ରତିପକ୍ଷ ରିଚାର୍ଡ ଫିକ୍ସ ସେମାନଙ୍କ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ। ହରିୟାଣା ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଏସ୍ ସାନ୍ଧୁ ସମୀକ୍ଷା କରିଛନ୍ତି। ଏହି ଦୁଇଦିନିଆ ଗସ୍ତ ସମୟରେ ଆୟୋଗ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ରାଜନୈତିକ ଦଳଗୁଡ଼ିକର ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ଆଲୋଚନା କାଳରେ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆୟୋଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ହରିୟାଣା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର 3 ତାରିଖରେ ଶେଷ ହେବାକୁ ଯାଉଛି। ତେହେରାନରେ ହମାସ ନେତା ଇସ୍ମାଇଲ ହାନିୟେହଙ୍କ ହତ୍ୟା ଘଟଣାରେ ଇସ୍ରାଏଲ ବିରୋଧରେ ପ୍ରତିଶୋଧ ପଦକ୍ଷେପ ନେବାରୁ ଦୂରେଇ ରହିବାକୁ ବ୍ରିଟେନ୍ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକର ଆହ୍ୱାନକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଗତକାଲି ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ଏଭଳି ସାମରିକ ଆକ୍ରମଣକୁ ରୋକିବା ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କୁ ଅନୁରୋଧ କରିଥିଲେ। ଇରାନର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପେଜେସ୍କିଆନ କହିଛନ୍ତି, ଇରାନକୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଏକମାତ୍ର ମାଧ୍ୟମ। ଅନ୍ୟପକ୍ଷରେ ହାନିୟେହଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକୁ ଇସ୍ରାଏଲ ଏପର୍ଯ୍ୟନ୍ତ ଖଣ୍ଡନ କରିନାହିଁ। ତେବେ ସେନାକୁ ସର୍ବୋଚ୍ଚ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ କୁହାଯାଇଛି। ଆମେରିକା ଚେତାବନୀ ଦେଇ କହିଛି, ଇରାନ ଚଳିତ ସପ୍ତାହରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଲେବାନନରେ ଇରାନ ସମର୍ଥିତ ହିଜବୁଲ୍ଲା ଆନ୍ଦୋଳନର ଜଣେ ଶୀର୍ଷ କମାଣ୍ଡରଙ୍କ ଇସ୍ରାଏଲ ବିମାନ ଆକ୍ରମଣରେ ମୃତ୍ୟୁର ପ୍ରତିଶୋଧ ନେବାକୁ ମଧ୍ୟ ଧମକ ଦେଇଛି। ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀର ନେତାଗଣ ଗତ ସନ୍ଧ୍ୟାରେ ଏକ ମିଳିତ ବିବୃତ୍ତି ଜାରି କରି ଆଞ୍ଚଳିକ ଉତ୍ତେଜନାକୁ ପ୍ରଶମିତ କରିବା ଲକ୍ଷ୍ୟରେ ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଇସ୍ରାଏଲ ଆକ୍ରମଣରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।
ଆର୍ଥିକ ହେରଫେର ମାମଲାରେ ମାଲାଇପୁର ହିନ୍ଦୁ ସ୍ଥାୟୀ ଚିଟ୍ଫଣ୍ଡ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦେବନାଥନ ଯାଦବଙ୍କୁ ଅର୍ଥନୈତିକ ଅପରାଧ ବିଭାଗ ଗତକାଲି ଗିରଫ କରିଛି। ତାମିଲନାଡୁର ପୁଡୁକୋଟ୍ଟାଇରୁ ତାଙ୍କୁ ଗିରଫ କରାଯାଇଛି। 500 କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଅର୍ଥନୈତିକ ଅପରାଧ ବିଭାଗ ସୂଚନା ଦେଇଛି। ଦେବନାଥନ ହେଉଛନ୍ତି ଇନ୍ଧିଆ ମକ୍କଲ କଲଭି ମୁନେତ୍ରା କଜଗମର ନେତା ଏବଂ ୱିନ୍ ଟିଭି ନାମକ ଏକ ଘରୋଇ ଚ୍ୟାନେଲର ମାଲିକ। ସୂଚନାଯୋଗ୍ୟ ଗତ ସାଧାରଣ ନିର୍ବାଚନରେ ସେ ଶିବଗଙ୍ଗା ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ସମର୍ଥନରେ ନିର୍ବାଚନ ଲଢ଼ିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗତକାଲି ଅମରାବତୀଠାରେ କ୍ୟାପାସିଟି ବିଲ୍ଡିଂ କମିଶନ ସିବିସିର ଅଧ୍ୟକ୍ଷ ଆଦିଲ ଜୈନୁଲ ଭାଇଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଅମରାବତୀଠାରେ ଏକ ବିଶ୍ୱସ୍ତରୀୟ ସୁପ୍ରଶାସନ ପ୍ରତିଷ୍ଠାନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ଏହି ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ସ୍ୱଚ୍ଛ ପ୍ରଶାସନ ଲକ୍ଷ୍ୟରେ କର୍ମଚାରୀ ପ୍ରଶିକ୍ଷଣ ପାଇଁ ଆନ୍ଧ୍ରପ୍ରଦେଶ ସରକାର ସିବିସି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ପ୍ରଶିକ୍ଷଣ ନୀତି ପ୍ରସ୍ତୁତ ସହ ଏହାର ଅଗ୍ରଗତି ଉପରେ ନଜର ରଖିବା ଲାଗି ଏକ ଟାସ୍କ ଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଭଳି ଉନ୍ନତ ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ ଲୋକାଭିମୁଖୀ ଶାସନ ପ୍ରଦାନ କରିବା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି।